ଛୋଟ ହାତୀର ସେହି ଗୋଟିଏ ଚିତ୍କାର ମନେ ହେଉଥିଲା ସାରା ଜଙ୍ଗଲର ଆକାଶକୁ ଫଟାଇ ଦେଲା। ପକ୍ଷୀମାନେ ଭୟରେ ଉଡ଼ିଗଲେ, ହରିଣମାନେ ଦୌଡ଼ିବାକୁ ଲାଗିଲେ ଏବଂ ବାନରମାନେ ଗଛର ଡାଳ ଛାଡ଼ି ଲୁଚିଗଲେ। ମା ହାତୀ ଚିତ୍କାର ଶୁଣି ଆଉ ଗୋଟିଏ କ୍ଷଣ ବି ରହିଲେ ନାହିଁ। ମୋ ପିଲା, ତୁ କେଉଁଠି ଅଛୁ? ତାଙ୍କ ପଛରେ ସମସ୍ତ ହାତୀ ଝୁଣ୍ଡ ମଧ୍ୟ ଦୌଡ଼ି ଆସିଲା। ଛୋଟ ହାତୀ ଏବେ ଗୋଟିଏ ଗଭୀର ଗର୍ତ୍ତରେ ପଡ଼ିଥିଲା। ଉପରୁ ଆଲୋକ ଆସୁଥିଲା, କିନ୍ତୁ ବାହାରକୁ ଆସିବା ଅସମ୍ଭବ ଥିଲା। ତାର ଆଖିରେ ଲୁହ। ଛୋଟ ହାତୀ କାନ୍ଦି କାନ୍ଦି ମା, ମୋତେ ବଞ୍ଚାଅ। ହଠାତ୍ ଗୁର୍ ଗୁର୍ ଶବ୍ଦର ଅନ୍ଧାର କୋଣରୁ ଦୁଇଟି ବଡ଼ ଜ୍ୱଳନ୍ତ ଆଖି ଦେଖାଗଲା। ଛୋଟ ହାତୀ ଭୟରେ କମ୍ପି ଉଠିଲା। ସେ ଭାବିଲା, ଏହା କି ସେହି ଜଙ୍ଗଲର ବନ୍ଦର ରାକ୍ଷସ? ଅପେକ୍ଷା ନଥିବା ସତ୍ୟ। କିନ୍ତୁ ସେହି ଛାୟା ଧୀରେ ଧୀରେ ଆଗକୁ ଆସିଲା। ସେ ରାକ୍ଷସ ନୁହେଁ, ସେ ଥିଲା ଗୋଟିଏ ବୃଦ୍ଧ କଚ୍ଛପ। ତାର ସ୍ୱର ବହୁତ ଶାନ୍ତ। ଡର ନାହିଁ ପୁଅ, ମୁଁ ତୋର ଶତ୍ରୁ ନୁହେଁ। ଛୋଟ ହାତୀ ଆଶ୍ଚର୍ଯ୍ୟରେ ତାକି ରହିଗଲା। ବିପଦ ଏବେ ବି ଶେଷ ହୋଇନି। କଚ୍ଛପ କଥା କହୁଥିବା ବେଳେ ମାଟି ଭାଙ୍ଗିବାର ଶବ୍ଦ। ଗର୍ତ୍ତର ଉପର ମାଟି ଧୀରେ ଧୀରେ ଖସିବାକୁ ଲାଗିଲା। କଚ୍ଛପ ଚିତ୍କାର କଲା, ତୁରନ୍ତ ପଛକୁ ହଟ, ନହେଲେ ସମସ୍ତ ଗର୍ତ୍ତ ଭାଙ୍ଗି ପଡ଼ିବ। ଛୋଟ ହାତୀର ଆଖିରେ ପୁଣି ଭୟ ଫେରି ଆସିଲା। ମା ହାତୀ କି ସମୟରେ ପହଞ୍ଚି ପାରିବ? ଗର୍ତ୍ତ ଭାଙ୍ଗିବା ପୂର୍ବରୁ ଛୋଟ ହାତୀ ବଞ୍ଚିଯିବ କି ନା ଏହା ହେବ ଜଙ୍ଗଲର ସବୁଠାରୁ ବଡ଼ ଦୁଃଖଦ ଘଟଣା। ଜାଣିବା ପାଇଁ ଦେଖନ୍ତୁ ଏପିସୋଡ୍ 1 ପାର୍ଟ ଏଚ୍। ପାର୍ଟ ଏଚ୍ରେ ଯାହା ହେବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିବେ। ଛୋଟ ହାତୀର ଗୋଟିଏ ଚିତ୍କାର।